ଦେଖନ୍ତୁ EPS 95 ପେନ୍ସନ୍‌କୁ ନେଇକି ବର୍ତ୍ତମାନ ବହୁତ ଗୁଡ଼ିଏ ଅପଡେଟ୍ ମଧ୍ୟ ଆସୁଛି। ଯେମିତିକି ଆପଣମାନେ ଜାଣିଥିବେ ଯେ ଗତ ମାର୍ଚ୍ଚ 9, 10 ଏବଂ 11 3 ଦିନ ପୁରା ଷ୍ଟ୍ରାଇକ୍ କରିଥିଲେ ଦିଲ୍ଲୀରେ। ପ୍ରାୟ 80 ଲକ୍ଷ ପେନ୍ସନରମାନେ ସେଠି ମିଳିତ ହୋଇକି ପୁରା ଷ୍ଟ୍ରାଇକ୍ କରିଥିଲେ 3 ଦିନ ପର୍ଯ୍ୟନ୍ତ। କିନ୍ତୁ ଏଇ 3 ଦିନ ଷ୍ଟ୍ରାଇକ୍ ଭିତରେ କ'ଣ ହେଲା ଆଉ ସରକାରଙ୍କ ତରଫରୁ କ'ଣ ନିଷ୍ପତ୍ତି ଆଇଲା ତା ମଧ୍ୟ ଜାଣିବା। ଭିଡ଼ିଓଟା ପୁରା ଏଣ୍ଡ ପର୍ଯ୍ୟନ୍ତ ଦେଖନ୍ତୁ। EPS 95 ପେନ୍ସନ୍ ଧାରକ ଯେଉଁମାନେ ଆପଣମାନେ ଜାଣିଛନ୍ତି ଗତ ମାର୍ଚ୍ଚ 9, 10 ଏବଂ 11 3 ଦିନ ଧରି ଷ୍ଟ୍ରାଇକ୍ କରିଥିଲେ। ଏହି ଷ୍ଟ୍ରାଇକ୍‌ରେ ଅନେକ ଗୁଡ଼ିଏ ପେନ୍ସନର ମଧ୍ୟ ବିଭିନ୍ନ ପ୍ରକାର ଷ୍ଟେଟ୍‌ରୁ ଆମର ଭାରତର ସବୁ ପ୍ରକାର ଷ୍ଟେଟ୍‌ରୁ ବହୁତ ଗୁଡ଼ିଏ ଲୋକ ମଧ୍ୟ ଏଠି ଜଏନ୍ କରିଥିଲେ। ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ଏବଂ ଯୋଗ ଦେଇକି ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ ମଧ୍ୟ ଦେଇଥିଲେ। 9 ମାର୍ଚ୍ଚରୁ 11 ମାର୍ଚ୍ଚ ଯେଉଁ 3 ଦିନ ଷ୍ଟ୍ରାଇକ୍ ଚାଲିଥିଲା, ଏହି ଷ୍ଟ୍ରାଇକ୍‌ରେ ଆମର ପ୍ରେସିଡେଣ୍ଟ ଯିଏ ଥିଲେ ଅଶୋକ ରାଉତ ସିଏ ମଧ୍ୟ ବହୁତ ଭାଷଣ ଦେଇଥିଲେ ଏବଂ ସେଥିରେ କ'ଣ ଡିମାଣ୍ଡ ରଖିଥିଲେ ଚାଲନ୍ତୁ ମୁଁ ମଧ୍ୟ ଆପଣମାନଙ୍କୁ ଦେଖାଉଛି। ଯେଉଁ ଡିମାଣ୍ଡ ଗୁଡ଼ାକ ସବୁ ରଖିଥିଲେ ସରକାରଙ୍କ ପାଇଁ ତା ଭିତରୁ ଗୋଟେ ଡିମାଣ୍ଡ ହେଲା ଯେମିତିକି ପ୍ରଥମରୁ ଆପଣମାନେ ଜାଣିଥିବେ ଏଇଟା 1000ରୁ 7500 ପାଇଁ ପେନ୍ସନ୍ ମୁଖ୍ୟ ପ୍ରସଙ୍ଗ ଏଇଟା ଥିଲା ଏବଂ ଦ୍ୱିତୀୟରେ ତାଙ୍କର ପେନ୍ସନ୍ ସହିତ ଡିଓ ମଧ୍ୟ ଆଡ଼୍ କରିବା ପାଇଁ କହିଥିଲେ। ଡିଅର୍ନେସ୍ ଆଲାୱେନ୍ସ ଯେଉଁଟାକି ଏଇଟା ମଧ୍ୟ ପେନ୍ସନ୍ ସହିତ ଆଡ଼୍ କରିବା ପାଇଁ ସେ ମଧ୍ୟ ଗୋଟେ ରଖିଥିଲେ। ଏଇଟା ହେଲା ଦ୍ୱିତୀୟ ପ୍ରସ୍ତାବ ଏବଂ ତୃତୀୟ ଡିମାଣ୍ଡଟା ଥିଲା ଏଇଟା ଯେ ଫ୍ରି ମେଡ଼ିକାଲ ଟ୍ରିଟମେଣ୍ଟ ପେନ୍ସନର ଯେଉଁମାନେ ପେନ୍ସନର ଅଛନ୍ତି ସେମାନେ ଏବଂ ସେମାନଙ୍କ ସ୍ପାଉସ୍ ବା ରିଲେଟିଭ୍ ଯେଉଁମାନେ ଅଛନ୍ତି ସେମାନଙ୍କୁ ଫ୍ରି ମେଡ଼ିକାଲ ଟ୍ରିଟମେଣ୍ଟ ଦେବା ପାଇଁ ମଧ୍ୟ ଡିମାଣ୍ଡ କରିଥିଲେ ଏବଂ ସୁପ୍ରିମକୋର୍ଟ ଜଜ୍ ଅନୁସାରେ ହାଇ ପେନ୍ସନ୍ ବେନିଫିଟ୍ ସବୁ ଏଲିଜିବଲ୍ ଲୋକଙ୍କୁ ମଧ୍ୟ ଦେବା ଏଇଟା ମଧ୍ୟ ମାନେ ଡିମାଣ୍ଡ କରିଥିଲେ। ମାନେ 4ଟା ଜିନିଷ ଉପରେ ବିଶେଷ କରିକି ଡିମାଣ୍ଡ କରିଦିଆଯାଇଥିଲା। ପ୍ରଥମ ହେଲା ପେନ୍ସନ୍ 1000ରୁ 7500କୁ ବଢ଼ୁ ଏବଂ ଦ୍ୱିତୀୟ ଡିଅର୍ନେସ୍ ଆଲାୱେନ୍ସ ଯେଉଁଟାକି ଆମର ଡିଏ ମଧ୍ୟ ଆଡ଼୍ କରାଯାଉ ପେନ୍ସନ୍ ସହିତ। 3 ନମ୍ବର ହେଲା ଫ୍ରି ମେଡ଼ିକାଲ ଟ୍ରିଟମେଣ୍ଟ ଦିଆଯାଉ ତା ସହିତ ସୁପ୍ରିମକୋର୍ଟ ଜଜ୍ ଅନୁସାରେ ଯେଉଁଟା ହାୟର ପେନ୍ସନ୍ ମାନେ ଯେଉଁମାନେ ଆପ୍ଲାଏ କରିଥିଲେ ସେମାନେ ସବୁ ଲୋକଙ୍କୁ ଏଇଟା ଦିଆଯାଉ। ଓକେ, ଏଇ ଯେଉଁ ମାନେ ଷ୍ଟ୍ରାଇକ୍ ହେଇଥିଲା ଏଇ ଷ୍ଟ୍ରାଇକ୍‌ଟା ଦିଲ୍ଲୀର ଯନ୍ତ୍ର ମନ୍ତ୍ରଠାରେ ହେଇଥିଲା 3 ଦିନ ପାଇଁ ଏବଂ ଏଇଥିରେ ପ୍ରାୟ ଦେଶରୁ ପ୍ରାୟ 80 ଲକ୍ଷ ପେନ୍ସନର ଏଥିରେ ମଧ୍ୟ ଯୋଗଦାନ କରିଥିଲେ। ଏଇଟା ବହୁତ ବଡ଼ ଆନ୍ଦୋଳନ ମଧ୍ୟ ହେଇଥିଲା। ସରକାରଙ୍କ ନିଷ୍ପତ୍ତି କ'ଣ ରହିଲା, ସରକାର ପାଇଁ ଯେଉଁ ଷ୍ଟ୍ରାଇକ୍ ହେଇଥିଲା ଷ୍ଟ୍ରାଇକ୍‌ର ରେଜଲ୍ଟ କ'ଣ ହେଇଥିଲା ଚାଲନ୍ତୁ ମୁଁ ଆପଣଙ୍କୁ। ଏହି ଆନ୍ଦୋଳନରେ ଦେଶର ବହୁତ ଗୁଡ଼ିଏ ପେନ୍ସନରମାନେ ସମସ୍ତେ ଆସିକି ଯୋଗଦାନ କରିଥିଲେ ଏବଂ ଯୋଗଦାନ କରିବା ସହିତ ଏହି ଆନ୍ଦୋଳନକୁ ମଧ୍ୟ ସମର୍ଥନ ଦେଇଥିଲେ ଏବଂ ଦେଖନ୍ତୁ ବହୁତ ଗୁଡ଼ିଏ ରାଜ୍ୟର ସାଂସଦ ମଧ୍ୟ ଏଥିରେ ଯୋଗଦାନ କରିଥିଲେ ଏବଂ EPS 95 ପେନ୍ସନ୍‌କୁ ଆପ୍ରୁଭ୍ କରାଯାଉ ବୋଲି ସିଏ ମଧ୍ୟ ଭାଷଣ ଦେଇଥିଲେ ବା ସିଏ ମଧ୍ୟ ସ୍ଲୋଗାନ ଦେଇଥିଲେ। ଓକେ, ଲୋକମାନଙ୍କୁ ମଧ୍ୟ ବୁଝେଇଥିଲେ ଯେ ପେନ୍ସନ୍ ଆମର ହକ୍ ଏବଂ ପେନ୍ସନ୍ ମଧ୍ୟ ନିଶ୍ଚିତ ଭାବରେ ମିଳିବା ଆବଶ୍ୟକ। ସରକାରଙ୍କର ଏଇ ଯେଉଁ ଷ୍ଟ୍ରାଇକ୍ ଥିଲା ଷ୍ଟ୍ରାଇକ୍‌ରେ ସରକାରଙ୍କର ରେଜଲ୍ଟ ବା ସରକାରଙ୍କ ରିପ୍ଲାଏ କ'ଣ ଆସିଛି ଦେଖନ୍ତୁ। ସରକାରଙ୍କ ତରଫରୁ କୌଣସି ପ୍ରକାର ରିପ୍ଲାଏ ଏପର୍ଯ୍ୟନ୍ତ ଆସିନାହିଁ କି କୌଣସି ଅଫିସିଆଲ୍ କୌଣସି ଆନାଉନ୍ସମେଣ୍ଟ ମଧ୍ୟ ଏପର୍ଯ୍ୟନ୍ତ ହେଇନି। ଯେମିତିକି ଆପଣମାନଙ୍କୁ ମଧ୍ୟ ପୂର୍ବରୁ ଗୋଟେ ଭିଡ଼ିଓ ଦେଖାଇଥିଲି ଯେ ଆମର EPFର ଅଧ୍ୟକ୍ଷ ମନସୁଖ ମାଣ୍ଡଭିୟା ଗୋଟେ ଭିଡ଼ିଓରେ ମଧ୍ୟ କହିଥିଲେ ଯେ ପେନ୍ସନ୍ ପାଇଁ ଆମେ କାମ କରୁଛୁ। ଓକେ, ବହୁତ ଶୀଘ୍ର ମଧ୍ୟ ଏ ପେନ୍ସନ୍ ମଧ୍ୟ ଦିଆଯିବ କିନ୍ତୁ କେବେ ଦିଆହେବ ମାନେ କେତେ ଦିଆହେବ ତା ଉପରେ କିଛି ଡିସିସନ୍ ଦେଇନଥିଲେ କି ଘୋଷଣା କରିନଥିଲେ, ଯେଉଁଥିରେ ଲୋକଙ୍କର ସନ୍ଦେହ ବଢ଼ିଥିଲା ଯେ ସରକାର ମଧ୍ୟ ଆଗକୁ ପେନ୍ସନ୍ ପାଇଁ କିଛି କରିବେ ନାହିଁ, ଯାହାକି ଏକ୍ଜାକ୍ଟଲି ସେ ମଧ୍ୟ ହେଇଥିଲା। କୌଣସି ପ୍ରକାର ଡିକ୍ଲେୟାର ମଧ୍ୟ ଆଗକୁ କିଛି କରିନଥିଲେ ଯାହାକି ବାଧ୍ୟ ହୋଇକି ପେନ୍ସନରମାନେ ଷ୍ଟ୍ରାଇକ୍ କଲେ। ଓକେ, ତ ବର୍ତ୍ତମାନ ପର୍ଯ୍ୟନ୍ତ ବି ମାନେ ମନସୁଖ ମାଣ୍ଡଭିୟାଙ୍କ ତରଫରୁ କୌଣସି ପ୍ରକାର ରେସ୍ପନ୍ସ ବା ରିପ୍ଲାଏ କିଛି ଆସିନି କି ଅଫିସିଆଲ୍ କୌଣସି ଆନାଉନ୍ସମେଣ୍ଟ ମଧ୍ୟ ଏପର୍ଯ୍ୟନ୍ତ ହେଇନି। କିନ୍ତୁ ଯଦି ମଧ୍ୟ ଇଏ ଆଗକୁ କିଛି କାର୍ଯ୍ୟକାରୀ ନ ହୁଏ ପୁଣି ମଧ୍ୟ ଆଗକୁ କ'ଣ ହେବ ଅପଡେଟ୍ ମଧ୍ୟ ଆସିବ ତା ମଧ୍ୟ ମୁଁ ଆପଣମାନଙ୍କୁ ଜଣାଇବି। ଯେଉଁମାନେ ଭିଡ଼ିଓଟାକୁ ମାନେ ଫାର୍ଷ୍ଟ ଟାଇମ୍ ଦେଖୁଛନ୍ତି କିମ୍ବା ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରନ୍ତୁ, କାରଣ ଆପଣ ବହୁତ ଲୋକ ଭିଡ଼ିଓ ଦେଖୁଛନ୍ତି କେବଳ ଦେଖିକି ପଳାଉଛନ୍ତି କିନ୍ତୁ ସବସ୍କ୍ରାଇବ୍ କରୁନାହାନ୍ତି, ଯେଉଁଥିପାଇଁ କି ଆପଣଙ୍କର ଏଥିରେ ହିଁ କ୍ଷତି ହେବ। କାରଣ ଲେଟେଷ୍ଟ ଅପଡେଟ୍ ଗଭର୍ଣ୍ଣମେଣ୍ଟ ସ୍କିମ୍ କିମ୍ବା ଗଭର୍ଣ୍ଣମେଣ୍ଟ ଅପଡେଟ୍ କିମ୍ବା ବ୍ୟାଙ୍କ ରିଲେଟେଡ୍ କିଛି ବି ନୂଆ ଚେଞ୍ଜେସ୍ ସବୁ ଅପଡେଟ୍ ଆପଣମାନଙ୍କ ପାଖରେ ପହଞ୍ଚି ପାରିବ ଯଦି ଆପଣମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।